ସାର୍ ନମସ୍କାର। ନମସ୍କାର। ସାର୍ ଯେଉଁ ରିପୋର୍ଟ କରିବା ପାଇଁ ଆପଣ କହିନଥିଲେ କ'ଣ ଅସୁବିଧା ହେଇଛି ଟେଷ୍ଟ କରିକି ମୁଁ ଆଣିଛି ଟିକେ ଦେଖନ୍ତୁ। ଏଟା କୋଉଠୁ କରୁଛ? ସେଟା ବାହାର ପାଥୋଲୋଜିରୁ କରୁଛି। ଚଳିବ ନାହିଁ, ମୁଁ ଯୋଉଠୁ କହିଥିଲି ସେଇଠୁ କରିବା ପାଇଁ ପଡ଼ିବ। କିଛି ଅସୁବିଧା ଅଛି ନା ପ୍ରଶାସନ? ନା ପରା, ମୁଁ ମନା କଲି ପରା। ତମ ମନ ଇଚ୍ଛାରେ ଟେଷ୍ଟ କରିବ ନା କ'ଣ? ସାର୍ ଦେଖନ୍ତୁ, ଆମେ ଯେଉଁଠୁ ଟେଷ୍ଟ କରୁଛୁ ସେଟା ହେଉଛି ବହୁତ ପୁରୁଣା ପାଥୋଲୋଜି, ତେଣୁ ସେଇଟା ସମସ୍ତେ ସେଇଠି ଟେଷ୍ଟ କରନ୍ତି। ଆଉ ସେ ବହୁତ କମ୍ ପଇସାରେ ଟିକେ ଟେଷ୍ଟ କରେ। ଆମେ ଗାଁରେ ଗାଉଁଲି ଲୋକ, ଖଟିଖିଆ ଲୋକ, ଯେଇଠି ଟିକେ 10 ପଇସା କମ୍ ପାଇବା ସେଇଠି ଟେଷ୍ଟ କରିବା ହେଲା। ବର୍ତ୍ତମାନ ପରା ମଡେଲ ସାଇନ୍ସ ହେଲାଣି, ତେଣୁ ନୂଆ ନୂଆ ପାଥୋଲୋଜି ଯୋଉଟା କହୁଛ ସେଇଠି ଅତ୍ୟାଧୁନିକ ଉପାୟରେ ଟେଷ୍ଟ କରାଯାଉଛି। ପୁରୁଣା ଯୋଉଟା ସେଟା ସେମାନେ ଓଲ୍ଡ ମଡେଲର କରୁଛନ୍ତି। ବର୍ତ୍ତମାନ ଯୁଗ ପରା ନ୍ୟୁ ସୃଷ୍ଟି ହେଉଛି, ତେଣୁ ତମେ ଯୋଉଠି କହିଥିଲି ସେଇଠି ଟେଷ୍ଟ କରିବ। ଆଚ୍ଛା, ମୁଁ ଗୋଟେ କଥା ସାର୍ ବୁଝିପାରୁନି, ରିପୋର୍ଟ ତ ରିପୋର୍ଟ, ସିଏ କ'ଣ ଟେଷ୍ଟ ଅଲଗା କଲା ଆଉ ଆପଣଙ୍କ କହିବା ଅନୁସାରେ ଆପଣଙ୍କୁ ଯେ ପ୍ୟାଥୋଲୋଜି ଟେଷ୍ଟ କରତେ କହୁଛନ୍ତି ଯେଉଁ ପାଥୋଲୋଜିରୁ ସିଏ କ'ଣ ଅଲଗା ଟେଷ୍ଟ କରିଦେବ ନା କ'ଣ? ଟେଷ୍ଟ ତ ସମାନ କରିବ। ତାହେଲେ ଆପଣ କ'ଣ କରିବା ପାଇଁ ବସିଛନ୍ତି ସାର୍? ମୁଁ ଆପଣଙ୍କ କଥାକୁ ଭାବୁଛି ଯେ ଆପଣ ଏଠି ରୋଗୀକୁ ଶୋଷଣ କରିବା ପାଇଁ ବସିଛନ୍ତି। ଆପଣ ସେଠି ପ୍ରେସ୍କ୍ରିପସନ୍ ପାଖରୁ ପଇସା ନେଉଛନ୍ତି, ତାପରେ ପାଥୋଲୋଜିରୁ କମିଶନ ନେଉଛନ୍ତି, ମେଡିସିନରୁ କମିଶନ ନେଉଛନ୍ତି। ଆପଣ ତ ଯେହେତୁ କହୁଛନ୍ତି ଆମେ କ'ଣ ସେୟା କରିବା ପାଇଁ ବାଧ୍ୟ? ଆମେ ସେୟା କରିପାରିବୁନି ସାର୍। ଆମକୁ ଯେଉଁଠି ସୁବିଧା ଲାଗିଲା, ଯେଉଁଠି ଭଲ ଲାଗିଲା ସେଇଠି ଆମେ ଟେଷ୍ଟ କରିବୁ। ରିପୋର୍ଟ ଦେଖିଲେ ଦେଖନ୍ତୁ, ନ ଦେଖିଲେ ନ ଦେଖନ୍ତୁ। ଏଇଥିପାଇଁ ଲୋକମାନେ ଡାକ୍ତର ଉପରେ ଧୀରେ ଧୀରେ ଭରସା ତୁଟିଗଲାଣି। ସାର୍ ଗୋଟେ କଥା ମନେ ରଖିବେ, ସବୁ ରୋଗୀମାନେ ଡାକ୍ତରକୁ ଦ୍ୱିତୀୟ ଭଗବାନ ଭାବନ୍ତି, ବୁଝିଲ। ଆଉ ଆପଣମାନେ ଯଦି ରୋଗୀକୁ ଶୋଷଣ କରିବା ପାଇଁ ଏଠି ବସିଛନ୍ତି ତାହେଲେ ମୁଁ କହିବି ଏଇଟା ଆପଣ ଭୁଲ କରୁଛନ୍ତି। ପ୍ରତ୍ୟେକ ରୋଗୀଙ୍କର ଭରସା ଜିତନ୍ତୁ, ସେମାନଙ୍କର ବଜେଟ୍ ଅନୁସାରେ ସେମାନଙ୍କୁ ଖର୍ଚ୍ଚ କରିବା ପାଇଁ ଦିଅନ୍ତୁ। ଅଧିକା ଖର୍ଚ୍ଚ କରି ରୋଗୀମାନଙ୍କୁ ହାରାସମେଣ୍ଟ କରନ୍ତୁନି, ଯାହାଫଳରେ ଡାକ୍ତରମାନଙ୍କ ଉପରେ ରୋଗୀମାନଙ୍କର ସବୁ ଭରସା ଉଠିଯାଉଛି। ଠିକ ଅଛି, ତମେ ଯାଅ, ଏଠୁ ଦେଖେଇବା ଦରକାର ନାହିଁ, ତମେ ଯାଅ। ଠିକ ଅଛି ସାର୍, ମୁଁ ଯାଉଛି। ମୁଁ ଅଲଗା କୋଉଠି ନହେଲେ ଦେଖେଇଦେବି, କିନ୍ତୁ ଆପଣଙ୍କ କହିବା ଅନୁସାରେ ଆପଣଙ୍କ ପାଥୋଲୋଜିରୁ ମୁଁ ଟେଷ୍ଟ କରିପାରିବିନି।